ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନେ ତ ତମମାନଙ୍କ ପାଇଁ ନେଇଆସିଛି ଗଣନା ସୃଜନାତ୍ମକ ରଚନା ଯୋଉଟା ତମର 4 ମାର୍କର ପଡିବ। ତ ସୃଜନାତ୍ମକ ରଚନା ଆମେ 4 ରୁ 4 ଆମକୁ ଆଣିବାକୁ ହେବ। ତ ଚାଲ ଆମେ ଷ୍ଟାର୍ଟ କରିବା କଣ ଦେଇଛି। वीडियो देखिया पूर्व चैनल नुआ थे सब्सक्राइब करदब बेल आइकन को दबाई दब नुआ नुआ नोटिफिकेशन लाइक शेयर करद। तो पिला माने कह देछि ना अति लेंबू चिपुड़िले पिता। तो अति लेंबू चिपुड़िले पिता तो कौन ता अर्थ हमें बुझिबा। लेंबूर साधारण प्रवृत्ति होछि खट्टा जांच लेंबूटा होछि हमर कोना खट्टा आवश्यक अनुଯାୟୀ ଏହାକୁ ଚିପୁଡ଼ି ପିଇଲେ ଏହାର ସ୍ୱାଭାବିକ ସ୍ୱାଦ ଅନୁଭବ ମାନେ ଲେମ୍ବୁଟା ଆମର ଯେତିକି ଚିପୁଡ଼ିବା କଥା ସେତିକି ଯଦି ଚିପୁଡ଼ିବା ତାହେଲେ ଆମକୁ କଣ ସ୍ୱାଦ ଲାଗେ ଏବଂ ଖାଇବାକୁ ଭଲ ଲାଗେ। ମାତ୍ର ସେଇ ଲେମ୍ବୁକୁ ଅତ୍ୟଧିକ ଚିପୁଡ଼ିବା ଦ୍ୱାରା ତା ପିତା ଅରୁଚିକର ଲାଗିଥାଏ। ଯଦି ଆମେ ଲେମ୍ବୁଟାକୁ ଆମର ଯେତିକି କଣ ନା ଯେତିକି ତାକୁ ଚିପୁଡ଼ିବା ସେତିକି କଣ ନା ତମର ମାନେ ଭଲ ଲାଗିବ ଖାଇବାକୁ ଖଟା ଖଟା ଲାଗିଲା ଭଲ ଲାଗିଲା ତାକୁ ଯଦି ଅଧିକ ପୁରା ଚିପୁଡ଼ିବ ତାହେଲେ କଣ ହବ ନା ଅଧିକ ଯଦି ଆମେ ଚିପୁଡ଼ିବା ସେ କଣ ହବ ନା ଆମକୁ ବହୁତ ପିତା ଜାଣିଥିବ ସମସ୍ତେ ଏଇଟା ଅନୁଭବ କରିଥିବ ଏବଂ ଯଦି ବି କେହି ଜାଣିନଥିବ ତାକୁ ପରୀକ୍ଷା କରି ଦେଖିବ ଚିପୁଡ଼ିବ ପିତା ଏବଂ ଖାଇବାକୁ ଭଲ ଲାଗି ନଥାଏ। ପ୍ରକୃତରେ ଆମ ଜୀବନରେ ସମସ୍ତ କାର୍ଯ୍ୟ ତାର ନିର୍ଦ୍ଦିଷ୍ଟ ସୀମା ଭିତରେ ରହିଲେ ଭଲ ଆସେ। ଯେମିତି ଗୋଟେ ଲେମ୍ବୁଟାକୁ ଯେତିକି ଆବଶ୍ୟକ ଚିପୁଡ଼ିଲେ ଖାଇବାକୁ ଭଲ ଲାଗେ ରୁଚିକର ହୋଇଥାଏ ସେଇଭଳି ଆମ ଜୀବନର ମଧ୍ୟ ସମସ୍ତ କାର୍ଯ୍ୟ ତାର ନିର୍ଦ୍ଦିଷ୍ଟ ସୀମା ଭିତରେ ରହିଲେ ଭଲ ଲାଗିବ। ପ୍ରତି କ୍ଷେତ୍ରରେ ଅତି କଥା ମାନେ ଗୋଟେ କଥା କହୁଥିବି ଯେତିକି ମୋର ଏତିକି କଥା ଖାଇଛୁ ପିଇଛୁ ସରିଲା ଅତି ଓଭର କଥା ମୋର ନାହିଁ କଣ କଲୁ ଏଇଟା କଲୁ ସେଇଟା କଲୁ ତାର ପର୍ସନାଲ ମ୍ୟାଟର ଆମର ମୁଣ୍ଡ ପୁରେଇବାରେ ନାହିଁ। ପ୍ରତି କ୍ଷେତ୍ରରେ ଅତି କଥା ସବୁବେଳେ ଓଭର ଚଢା କଥା ହାନିକାରକ ମାନେ ଭଲ ହୋଇନଥାଏ ନିଜ ପାଇଁ ବିପଦ ସୃଷ୍ଟି କରେ। ସେହିପରି ଅତି ପରିଚୟ ସେହିପରି ଯେତିକି ମୋର ପରିଚୟ ଆବଶ୍ୟକ ମୁଁ ସେତିକି ପରିଚୟ ଦେବି ଅଧିକ ପରିଚୟ ଦେବା ଯେତିକି ଆବଶ୍ୟକ ପରିଚୟ କଣ ନା ଗୌରବ ନଷ୍ଟ ହୁଏ ଅତି ପରିଚୟ ଗୌରବର ନଷ୍ଟ ହୁଏ। ଅତି ଭକ୍ତି ଚୋର ଲକ୍ଷଣ ଯେତିକି ଭକ୍ତି କରିବାର ଅଛି ମୁଁ ସେତିକି ହିଁ ଭକ୍ତି କରିବି। ଅତି ଯଦି ଦେଖିବ ଅତି ଭକ୍ତି କରୁଥିବ ଭାରି ଭକ୍ତି ପୁରା ମାନେ ଏମିତି ପଚାରୁନଥିବ ଲୋକ କହିବାରେ ଭକ୍ତି କରୁଥିବ ସେଠି ଅତି ଭକ୍ତି କଣ ନା ଚୋରର ଲକ୍ଷଣ। ତାପରେ ପିଲାମାନଙ୍କୁ ଅତି ଶାସନ କଲେ ସେମାନେ ପଥଭ୍ରଷ୍ଟ। ଯଦି ପିଲାମାନଙ୍କୁ ଯେତିକି ଶାସନ ଯଦି ପିଲାଟା ଭୁଲ କରିଛି ତାକୁ ଆମେ ବୁଝେଇବା ନୁହେଁକି ତାକୁ ଆମେ ବାଡେଇବା ଅଶ୍ଳୀଳ ଭାଷା କହିବା ନା ପିଲାକୁ ଅତି ଶାସନ କରିବା ଭଲ ନୁହେଁ। ଯେତିକି ଶାସନ ଆବଶ୍ୟକ ଆମେ ସେତିକି କଲେ ସେମାନେ ଭଲ ପିଲା ହେଇ କଣ ନା ଗଢି ତୋଳିବେ କିନ୍ତୁ ସେମାନଙ୍କୁ ଯଦି ଅତି ଶାସନ କରିବା ସେମାନଙ୍କ ପଥଭ୍ରଷ୍ଟ ହୁଅନ୍ତି। ତାପରେ ଅତି କଥନ ଅତି ଦୋଷାମଦ ଯୋଗୁ ତାର ଫଳ ଓଲଟା ହୋଇଯାଏ। ଅତି କଥନ ଓ ଅତି ଦୋଷାମଦ ଅତି ଯଦି କଥା କହିବା ତାକୁ ତାହେଲେ ତା ଫଳ ମଧ୍ୟ ବି ଓଲଟା ହୋଇଯାଏ। ସେ ଭଲ ପିଲା ହବା ଅପେକ୍ଷା ଖରାପ ପିଲା ହେଇଯିବ ବୁଝିହେଲା। ତାପରେ ଯଦି ମା ଠାରୁ ଯିଏ ଅଧିକ ହୁଏ ତାକୁ ଡାଣେ ଦେଖିବ କୁହନ୍ତି ମା ଠାରୁ ଅଧିକ ହେଲେ ଡାଣେ ମାନେ ତମ ମା ତମକୁ ଭଲ ପାଉଛି ଅନ୍ୟ ଲୋକ ଯଦି ତମକୁ ମା ଭଳିଆ ଭଲ ପାଇଲା ପୁଅଲ ବାପାଲ ଆଲୋ ଏ କହିଲା ଅତି ମା ଠାରୁ ଯିଏ ଅଧିକ ଗଲା ଜାଣିଛ ସେମାନେ ଡାହାଣୀ କେବେ ବି ସେ ମା ଜାଗା ନେଇପାରିବେ ନାହିଁ ସେ କେବଳ ଲୋକ ଦେଖାଣିଆ ଭଲ ନୁହଁ ଯେହେତୁ ଅତି ହେଲାଠୁ। କଥିତ ଅଛି ଅତି ଗର୍ବରେ ରାବଣର ଶ୍ରୀଲଙ୍କା ଅତି ଗର୍ବ କଲା ରାବଣ ବୋଲି ତାର ଲଙ୍କା ଧ୍ୱଂସ ହେଲା ଓ ଶ୍ରୀହୀନ ହୋଇଯାଇଥିଲା ସିଏ ବୁଝିହେଲା। ତାପରେ ଅତି ଦାନ କରିବାରୁ ବଳିକୁ ଭଗବାନ ବାମନ ଅବତାର ହୋଇ ପାତାଳପୁରକୁ ଚାପି ଦେଇଥିଲେ ଯାହାର ଏଟା ଅପସନାଲ ଦେଇଥିବ ସେମାନେ ଜାଣିଥିବ କଣ ନା ଅତି ଦାନ କଲାରୁ ବଳି ସେ କଣ ଭଗବାନ ବାମନ ବାମନ ଅବତାର ହୋଇ କଣ ତା ପାତାଳପୁରକୁ ସବୁ ଚାପି ଦେଇଥିଲେ। ତେଣୁ ଅତି ହିଁ ସର୍ବଦା ଗହୀରତମ ହୋଇଥାଏ ଅତି ହିଁ ସର୍ବଦା ଗହୀରତମ ହୋଇଥାଏ। ଏହା ବହୁ ଅନର୍ଥ ସୃଷ୍ଟି କରିବା ସହ ନାନା ଅନିଷ୍ଟ କହିଥାଏ ନାନା ଅନିଷ୍ଟ ମଧ୍ୟ ଘଟାଇଥାଏ। ଜୀବନରେ ଯେକୌଣସି କ୍ଷେତ୍ରରେ ମାତ୍ରାଧିକା ବା ଅତିର ପ୍ରୟୋଗ ଇତିର ପ୍ରଣିତ ସ୍ୱରୂପ ନାନା ବିଘ୍ନ
ବିଘ୍ନ ଘଟାଉଥିବାରୁ କଥିତ ଅତି ଲେମ୍ବୁ ଆଉ ମାନେ ବୁଝିପାରିଲା ପିଲା ଅତି ଲେମ୍ବୁ ଚିପୁଡ଼ିଲେ ପିତା ମାନେ ଆମେ ଲେମ୍ବୁକୁ ଯେତିକି ଆବଶ୍ୟକ ପରିମାଣରେ ଚିପୁଡ଼ିବା ଯଦି ତାକୁ ଖାଇବାକୁ ଭଲ ଲାଗିବ। ଯଦି ଆମେ ଅଧିକ ଚିପୁଡ଼ିଲେ ସେ ପିତା ଲାଗିବ। ସେଥିପାଇଁ ଆମ ଜୀବନର ଦୈନନ୍ଦିନ କାମ ସୀମା ଭିତରେ ରହିକି କରିବାକୁ ଗଲେ ଭଲ। ଆଉ ଯଦି ସୀମା ବାହାରେ ରହିକି କରିବା ସେଇଟା କଣ ନା ଆମ ପାଇଁ କ୍ଷତିକାରକ ହବ। ବୁଝିହେଲା। ଅତି ଭକ୍ତି ଚୋର ଲକ୍ଷଣ, ଅତି ପରିଚୟ ଗୌରବ ନଷ୍ଟ। ତ ଯୋଉମାନେ ବୁଝିପାରିଲ ମତେ କମେଣ୍ଟ କରିବ ହଁ ବୁଝିପାରିଲୁ। ତ ପିଲାମାନେ ସମସ୍ତଙ୍କୁ ମୋର ଧନ୍ୟବାଦ ଆସିକି ଦେଖିଥିବାରୁ। ତ ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ କରିଦବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।